ଆମେ କୌଣସି ଗୋଟେ ରିଲାଏबल ସୋର୍ସ ରୁ ଖବର ପାଇଲୁ ଯେ ଗୋଟେ ଟ୍ରାଇବାଲ ଷ୍ଟୁଡେଣ୍ଟ ଯିଏକି ଛାତ୍ର ଶ୍ରେଣୀରେ ପଢୁଛି ଏବଂ ସେ ରୋଷେଇ ଘରେ ତା ମୁହଁ ପ୍ରେସର କୁକର ଫାଟିକି ମୁହଁ କ୍ଷତ ବିକ୍ଷତ ହେଇଯାଇଛି ଏବଂ ତାକୁ ଜୋର ଜବରଦସ୍ତି ପ୍ରାଇଭେଟ ମେଡିକାଲରେ କିଛି ଗୋଟେ ଟ୍ରିଟମେଣ୍ଟ କରାଯାଇ ତାକୁ କନଫାଇନ୍ କରି ରଖାଯାଇଛି ମେଡିକାଲ ଟ୍ରିଟମେଣ୍ଟ ପାଇଁ ଛଡାଯାଉନି। ଏବଂ ସେ ଫଟୋ ମୁଁ ଯେତେବେଳେ ଦେଖିଲି ଜଣେ ଯୁବକ ବନ୍ଧୁ ତା 3 ଦିନ ପୂର୍ବରୁ ସେ ହଷ୍ଟେଲ ଭିତରେ ପଶି ସେ ଛାତ୍ରର ଫଟୋ କାଢିଥିଲା ଏବଂ ତାକୁ ସମସ୍ତ କଥା ପଚାରିଥିଲା। ସେ ଯେତେବେଳେ ମୋ ଆଗରେ ବୟାନ କଲା ମୁଁ ନିଜକୁ କଣ୍ଟ୍ରୋଲ କରିପାରିଲିନି। ଇମିଡିଏଟ ଆମେ କିଛି ଉପସ୍ଥିତ ଥିବା ସାମ୍ବାଦିକ ଏବଂ କିଛି ବନ୍ଧୁକୁ ଧରି ଆମେ ସେ ସ୍କୁଲ ଗଲୁ ଏବଂ ଦେଖିକି ଆମେ ବିଚଳିତ ହେଇଗଲୁ ଯୋଉପରି ଭାବରେ ସେ ଅବାକ ହେଇକି ବସିଥାଏ। ଏବଂ ମୁଁ ପଚାରିଲି ତାକୁ ହସ୍ପିଟାଲ ଯିବାର ଅଛି, ସେ କହିଲା ସାଙ୍ଗେ ସାଙ୍ଗେ ମତେ ଯିବାର ଅଛି। ମୋ ହାତକୁ ଧରି ପକାଇଲା। ସେ ମତେ ଚିକିତ୍ସା ପାଇଁ ଅପେକ୍ଷା କରିଥିଲା ଦୀର୍ଘ 9 ଦିନ ଧରି। ତାକୁ ଜୋର ଜବରଦସ୍ତି ରଖାଯାଇଥିଲା ଗୃହବନ୍ଦୀ କରି ଏବଂ ରାତିରେ ଆମେ ତାକୁ ଧରିକି ଆସିଲୁ ଏବଂ ଡିସାଇଡ୍ କଲୁ ଯେ କଲେକ୍ଟରଙ୍କୁ ହ୍ୟାଣ୍ଡଓଭର କରିବା। ଆମେ କଲେକ୍ଟରଙ୍କର ଇଏ ଦାୟିତ୍ୱ ସେ ଜିଲ୍ଲାର ମୁଖ୍ୟ ଭାବରେ ଏସବୁ କାର୍ଯ୍ୟ ସେ ନିଜେ ତଦାରଖ କରିବା ଉଚିତ। ଗୋଟେ ହଷ୍ଟେଲ ସ୍କୁଲରେ ଗୋଟେ ଛାତ୍ର ଆହତ ହେଇଛି, କ୍ଷତ ବିକ୍ଷତ ହେଇଛି ଏବଂ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ପାଖରେ ଖବର ନାହିଁ। ୟାଠୁ ଦୁଃଖର କଥା କିଛି ହେଇନଥାଇପାରେ କିମ୍ବା ଖବର ଥାଇକି ସେମାନେ ଲୁଚେଇବାକୁ ଚେଷ୍ଟା କରୁଥିଲେ। 2 ଜିନିଷ ଏମିତି ଆମେ କଲେକ୍ଟରକୁ ସାକ୍ଷାତ କଲୁ, ତାକୁ ହ୍ୟାଣ୍ଡଓଭର କଲୁ। ପରବର୍ତ୍ତୀ ସମୟରେ ମେଡିକାଲ ଯାଇକି ତାର ସମସ୍ତ ଚିକିତ୍ସା କରାଗଲା, ଆଇସିୟୁରେ ଆଡମିଟ୍ କରାଗଲା। ବର୍ତ୍ତମାନ ସେ ଠିକ ଅଛି। ସାର୍ ଯୋଉ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଉ ଅଭିଯୋଗ ଆଣିଛନ୍ତି ସେ ଅଭିଯୋଗରେ କେତେ ସତ୍ୟତା ଅଛି ଯେ ଆପଣ ତାଙ୍କୁ କିଛି ଧମକ ଦେଇଥିଲେ ବୋଲି? ଶୁଣନ୍ତୁ, ଛାତ୍ରର ଅବସ୍ଥା ଦେଖିକି ମୁଁ ସମ୍ପୂର୍ଣ୍ଣ ବିଚଳିତ ଏବଂ ମୋ ଜାଗାରେ କେହି ବି ଥାଆନ୍ତା କିମ୍ବା ତା ମାତା ପିତା ଥାଆନ୍ତେ ତାହେଲେ ତ ଆହୁରି ଅଘଟଣ ଘଟିଥାନ୍ତେ। ମୁଁ ତ ଖାଲି ଧମକ ଦେଲି ଏବଂ ସେମାନେ ଧମକ ପାଇବାର ଯୋଗ୍ୟ। ଯୋଉମାନଙ୍କ ଦାୟିତ୍ୱରେ ସ୍କୁଲ ପିଲାମାନେ ଅଛନ୍ତି ସେମାନେ ଯଦି ଏଭଳି ଅବସ୍ଥା ହବ, ଏବଂ ମୁଁ ଗତକାଲି ପ୍ରେସମିଟ୍ ମାଧ୍ୟମରେ କହିଛି, 6ଟି ଛାତ୍ର ବିନା ଚିକିତ୍ସା ପାଇ ସେମାନେ ମୃତ୍ୟୁବରଣ କରିଛନ୍ତି। ଏଥିପାଇଁ ଦାୟୀ କିଏ? ନିଜେ ଡିଟେବୁଲ ଦାୟୀ, ଡିଓ ଦାୟୀ, କଲେକ୍ଟର ଦାୟୀ। ମା ବାପା ମାନେ ତାଙ୍କ ପୁଅ ଝିଅଙ୍କୁ ପଠାଉଛନ୍ତି ଯେ ତାଙ୍କର ଭବିଷ୍ୟତ ତିଆରି କରିବା ପାଇଁ। ସେମାନେ ଯଦି ସେଇ ସ୍କୁଲରୁ ଶବକୁ ଧରିକି ଫେରିବେ ତାହେଲେ ୟାଠୁ ବଡ କରୁଣ କାହାଣୀ ତାଙ୍କ ପାଇଁ କିଛି ନ ହେଇଥାଉ। ତେଣୁକରି ତାଙ୍କୁ ସେମିତି ଧମକ ଦିଆଯାଇଥିଲା ଏବଂ ସେମାନେ ଯଦି ବର୍ତ୍ତମାନ ବି ସୁଧେଇବେ ନାହିଁ ତାହେଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟାବହ। ସେ ଯୋଉ କାକଡି ସେମଳା ସ୍କୁଲ ଛାତ୍ର ଧନେଶ୍ୱର ବତ୍ରା ସେ ସାର୍ ଏବେ କୋଉଠି ଅଛନ୍ତି ଆଉ ସୁସ୍ଥ ଅଛନ୍ତି ବୋଲି ଆପଣଙ୍କ ପାଖରେ କିଛି ଖବର ମୁଁ ଅଛି? ତ ଆଇସିୟୁରେ ହିଁ ଥିଲେ। ମୁଁ ଡକ୍ଟର ସହିତ ମୁଁ କଥା ହେଇଥିଲି, ଡିସଚାର୍ଜ କରିଦିଆଯାଇଛି। ସେ ଗାଁକୁ ଯାଇଥିବ କିମ୍ବା ହଷ୍ଟେଲରେ ଥାଇପାରେ, ତାକୁ ଫାଇଣ୍ଡ ଆଉଟ୍ କରିବାକୁ ପଡିବ। କିନ୍ତୁ ସେ ଆଉଟ୍ ଅଫ୍ ଡେଞ୍ଜର। ପୋଡା ସ୍କିନ୍ ସବୁ ବାହାର କରିଦିଆଗଲା ମୋ ସାମ୍ନାରେ, ମୁଁ ହିଁ ଠିଆ ହେଇଥିଲି। ସ୍କିନ୍ ବାହାରି ପଡିଲା ପରେ ଅଏଣ୍ଟମେଣ୍ଟ ଦେଇକି ଇଞ୍ଜେକ୍ସନ ଦେଇକି ତାକୁ କଣ୍ଟ୍ରୋଲ କରାଯାଇଛି। ସବୁଠୁ ହଉଛି ବୋର୍ନ ଇଞ୍ଜୁରୀ ଇନଫେକ୍ସନର ରେଟ୍ ବହୁତ ବହୁତ ଥାଏ, କାରଣ ସେଲ୍ ଗୁଡାକ ପଡିଯାଇଥାଏ। ତେଣୁ ତାକୁ ଆଣ୍ଟିବାୟୋଟିକ୍ ଚାଲିଥିଲା ଏବଂ ମୁଁ ଭାବୁଛି ସେ ବହୁତ ଶୀଘ୍ର ସୁସ୍ଥ ହବ। ଏହି ଘଟଣା ଏବେ ମାମଲାର ରୂପ ନେଇଛି ଏବଂ ନବରଙ୍ଗପୁର ଜିଲ୍ଲା ଅ, ନବରଙ୍ଗପୁର ଜିଲ୍ଲା ରେ ମଧ୍ୟ ଏହି ଘଟଣା ଚର୍ଚ୍ଚାର ବିଷୟ ହେଇଛି। ଆଉ ବିଜେପି ତରଫରୁ ମଧ୍ୟ ଆପଣଙ୍କ ବିରୁଦ୍ଧରେ କଥା କୁହାଯାଉଛି। କିନ୍ତୁ ଆପଣ କଣ କହିବେ ଯେ ଶାସକ ବିରୋଧୀ ବର୍ତ୍ତମାନ ମୁହାଁମୁହିଁ ଏହି ଘଟଣାକୁ ନେଇ ଯାଇଛନ୍ତି ଏବଂ ଆପଣଙ୍କ ନାଁରେ ମାମଲା ହେଇଛି ଏବଂ ଆପଣଙ୍କୁ ପୋଲିସ ପଚରାଉଚରା କରିପାରିବେ ବୋଲି ଯାହା ଚର୍ଚ୍ଚା ହଉଛି, କଣ କହିବେ? ନା, ସେଥିରେ ଆମର ଭ୍ରୂକ୍ଷେପ ନାହିଁ। ଆମର 1 ପଏଣ୍ଟ ଏଜେଣ୍ଡା। ମୁଁ ଦୀର୍ଘ 2 ବର୍ଷ ହେଲା ୟା ପାଇଁ ଲଢେଇ କରି ଆସୁଛି। ଆପଣ ଜାଣିଥିବେ ଯେ କିପରି ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଅବହେଳା କରାଯାଉଛି ଏବଂ ତାଙ୍କ ପାଇଁ ଆସୁଥିବା ଡ୍ରେସ୍, ତାଙ୍କ ପାଇଁ ଆସୁଥିବା ଜୋତା, ତାଙ୍କ ପାଇଁ ଆସୁଥିବା ବେଗ, ତାଙ୍କ ପାଇଁ ଆସୁଥିବା ଖଟ, ୟୁଟେନସିଲ, ରୋଷେଇ ଜିନିଷ, ମଶାରୀ, ସବୁଥିରେ ବାଟ ବରଣା ଚାଲିଛି। ଉଭୟ ମଙ୍ଗଳ ବିଭାଗ ଏବଂ ମାସ୍ ଏଜୁକେସନ ଗଣଶିକ୍ଷା ବିଭାଗ ରାମ୍ପେଣ୍ଟ କରପସନ ଚାଲିଛି। ଆପଣ ଯଦି ଆମର ଏଇ 1.5 ବର୍ଷ 2 ବର୍ଷ ହିଷ୍ଟ୍ରି ଦେଖିବେ, ଆମେ ଲଗାତାର ପାଇଁ ପ୍ରେସମିଟ୍ କରି ବିଭିନ୍ନ ଅଭିଯୋଗ ଆଣି କିପରି ଭାବରେ 1 ଟଙ୍କାର ଜିନିଷକୁ 3 ଟଙ୍କା ଦେଇ କିଣା ଯାଉଛି, କିପରି ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଜୋର ଜବରଦସ୍ତି ଶାରୀରିକ ପରିଶ୍ରମ କରାଯାଉଛି। ମୁଁ ଆଜି ମଧ୍ୟ ଗୋଟେ ଭିଡିଓ ଅପଲୋଡ କରିଛି ମୋ ଫେସବୁକରେ, କିପରି ଭାବରେ ଛାତ୍ରୀମାନେ ବଡ ବଡ ହଣ୍ଡା ସବୁ ଧଉଛନ୍ତି, ଯୋଉଟା ସେମାନେ ଛୁଇଁବା କଥା ବି ନୁହଁ। ସେମାନେ ପାଠ କେତେବେଳେ ପଢିବେ ଯୋଉ ହଣ୍ଡା ଟେକ୍ସି ସେମାନେ ଧରିବେ। ତ ଇଏ ଯୋଉ ଚାଲିଛି, ୟାର ଗୋଟେ ସମାଧାନର ବାଟ ବାହାରିବା ଦରକାର। ସେମାନେ ପାଠ ପଢିବା ପାଇଁ ଯାଇଛନ୍ତି, ଅନ୍ୟ କୌଣସି କାମ ସେମାନେ କରିବାକୁ ଯାଇନାହାନ୍ତି। ସେମାନଙ୍କୁ ସରକାରଙ୍କ ପ୍ରଦତ୍ତ ଧନରାଶି ତାଙ୍କ ଠିକ ପାଖରେ ପହଞ୍ଚିବା ଦରକାର। ସୁଷମ ଖାଦ୍ୟ ମିଳିବା ଦରକାର, ଠିକ ଡ୍ରେସ୍ ମିଳିବା ଦରକାର, ଠିକ
ତାଙ୍କ ପାଇଁ ପରିବେଶ ତିଆରି ହେବା ଦରକାର, କିନ୍ତୁ ଓଡ଼ିଶା ସରକାର ଏଥିରେ ସମସ୍ତ ପୁରା ବ୍ୟତିକ୍ରମ କରୁଛି ଏବଂ ସେମାନଙ୍କୁ ମାନେ ଅତ୍ୟାଚାରିତ ହେଉଛନ୍ତି, ଶୋଷଣର ଶିକାର ହେଉଛନ୍ତି, ପାଠଶାଠ ପଢି ପାରୁନାହାନ୍ତି ଏବଂ ମୃତ୍ୟୁବରଣ ମଧ୍ୟ କରୁଛନ୍ତି ଏବଂ କ୍ଷତ ବିକ୍ଷତ ଆହତ ମଧ୍ୟ ହେଉଛନ୍ତି। ତ ଏଥିପାଇଁ ଆମର ଲଢେଇ, ଏବଂ ଆମେ ଏ ଲଢେଇ ଆମେ ଜାରି ରଖିବୁ। ଭାରତୀୟ ଜନତା ପାର୍ଟି ଯେତେ ଆମ ଉପରେ ଆକ୍ଷେପ କରୁ, ପ୍ରତ୍ୟାକ୍ଷେପ କରୁ, କିନ୍ତୁ ସେ ନ୍ୟାୟ ଦେଇପାରୁନି ଛାତ୍ରଛାତ୍ରୀ ମାନଙ୍କ ସହିତ। 6 ଛାତ୍ର ଏବଂ ଛାତ୍ରୀ ମୃତ, ଜଣେ କ୍ଷତ ବିକ୍ଷତ, ତଥାପି ସରକାର ନିଦ ଭାଙ୍ଗି ନାହିଁ। ଆମେ ୟାଙ୍କୁ ଦିନ ପର୍ଯ୍ୟନ୍ତ ସେ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳିବ ନାହିଁ, ଆମକୁ ଆମେ ଶାନ୍ତିରେ ବସିବାକୁ ଦେବୁ ନାହିଁ। ସାର୍ ଜିଲ୍ଲା ମଙ୍ଗଳ ଅଧିକାରୀ ସେ ଯୋଉ ଅଭିଯୋଗ ଆଣୁଛନ୍ତି ଯେ ଆପଣ ରାଜନୈତିକ ଉଦ୍ଦେଶ୍ୟ ରଖିକି ମନ୍ଦ ଉଦ୍ଦେଶ୍ୟ ରଖିକି ତାଙ୍କୁ ଦୁର୍ନୀତି କଥା କହୁଛନ୍ତି, ମିଥ୍ୟା ଦୁର୍ନୀତିର ଅଭିଯୋଗ ଆଣୁଛନ୍ତି, କଣ କହିବେ ସାର୍? ସମ୍ପୂର୍ଣ୍ଣ ଭାବେ ତଥ୍ୟ ଅଛି। ଆମେ କୋରାପୁଟ DW ଠୁ ନେଇଛୁ RTI, ନବରଙ୍ଗପୁର DW RTDA ରୁ ନେଇଛୁ RTI। ବଜାର ମୂଲ୍ୟ ଆପଣ ଦେଖନ୍ତୁ, ଗୋଟେ ଷ୍ଟିଲ୍ ପ୍ଲେଟ୍ ଯାହାର ଦାମ ଯିଏକି DW କୋରାପୁଟ କିଣିଛନ୍ତି 255 ଟଙ୍କାରେ, ନବରଙ୍ଗପୁରରେ କିଣିছে 410 ଟଙ୍କା ହେଇଯିବ। ତାର ଉତ୍ତର ଆମକୁ କିଏ ଦେବ? ପୁଣି 40 ରୁ 50 ହଜାର ପ୍ଲେଟ୍ କେତେ ଟଙ୍କା ହେଲାଣି? କେତେ ଟଙ୍କା ବାଟ ମାରଣା ହେଇଛି? ସେ ମାର୍କେଟରେ ସେ 210 ଟଙ୍କା ତାର ରେଟ୍। ଚାଲ ସେ 255 କୋରାପୁଟ କିଣିଲେ, ତମେ କାହିଁ 410 ଟଙ୍କାରେ କିଣିବ? ଗୋଟେ ଛୋଟୁ ଯୋଉଟା କୋରାପୁଟ DW କିଣିଛନ୍ତି 548 ଟଙ୍କା ବୋଧେ, କି 448 ଟଙ୍କା, ଇଏ ତାକୁ 800 ଟଙ୍କାରେ କିଣିଛନ୍ତି ସେମ୍ ଛୋଟୁକୁ, ମାନେ ଜାଲି ଛୋଟୁକୁ। ହଣ୍ଡାକୁ କୋରାପୁଟ କିଣୁଛି 3000, ଇଏ କିଣୁଛନ୍ତି 11000ରେ। ତ ଇଏ ଦୁର୍ନୀତିରେ ବୁଡି ହେଇକି ରହିଛନ୍ତି ଏବଂ ସମସ୍ତ ତଥ୍ୟ ସହିତ କମ୍ପାରେଟିଭ ଷ୍ଟେଟମେଣ୍ଟ ସହିତ ଭିଜିଲାନ୍ସକୁ ଦାଖଲ କରିଛୁ। ଆମେ ଦେଖୁଛୁ ସରକାର କଣ କରୁଛନ୍ତି, ଭିଜିଲାନ୍ସ କଣ କରୁଛନ୍ତି, ନହେଲେ ଆମର ବିରାଟ ବଡ ଆନ୍ଦୋଳନ ଡାକରା ଦିଆଯିବ। କାରଣ ଆମ ଛୁଆଙ୍କ ପାଇଁ ଆସୁଥିବା ଟଙ୍କାକୁ ହଡପ କରିପାରିବେ ନାହିଁ, ଏ ନିଷ୍ପତ୍ତି ଆମେ ନେଇଛୁ। ସାର୍ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲ ସେ ଯୋଉ ଗୋଟେ ଲେଖିଛନ୍ତି, ଅଭିଯୋଗ କରିଛନ୍ତି ଯେ ଆପଣ କୁଆଡେ ଫାୟାରିଂ କରିଦେବେ ବୋଲି କହିଲେ, ଏଇଟା କଣ ଠିକ କଥା? ସେ ସମୟରେ ସେ ଛାତ୍ରକୁ ଯିଏ ବି ଦେଖିବ ସେଭଳି ତାର ଆଚରଣ ଉଚ୍ଚାରଣ ହବ, ଯିଏ ବି ଦେଖିବ। ଏବଂ ଯଦି ତା ବାପା ମା ଥାଆନ୍ତି ସେ ସମୟରେ, କି ଆପଣଙ୍କର ପୁଅ କିମ୍ବା ଝିଅ ସେଇ ଅବସ୍ଥାରେ ଥାଆନ୍ତା, ତାହେଲେ ଆପଣ ତ ଆହୁରି କଣ କରିଦିଅନ୍ତେ। ତ ଦୋଷୀଙ୍କୁ ଦଣ୍ଡ ଦିଆଯିବା ନିହାତି ଆବଶ୍ୟକତା ଅଛି ଏବଂ ସେ ପିଲାଟାକୁ ମାରିଦେବାକୁ ସେମାନେ ଚାହୁଁଥିଲେ, ମରିଯାଇଥାନ୍ତେ। କେସ୍ ତ ତାଙ୍କ ଉପରେ ହେବା କଥା, ମୋ ଉପରେ କଣ କେସ୍ ହଉଛି? ଯଦି କରୁଛନ୍ତି ଆମର କିଛି ଅସୁବିଧା ନାହିଁ, କିନ୍ତୁ ସେ ଛାତ୍ରଛାତ୍ରୀ ମାନଙ୍କୁ ଠିକ ଭାବେ ରଖନ୍ତୁ, ତାଙ୍କୁ ସାର୍ ନ୍ୟାୟ ଦିଅନ୍ତୁ। ସାର୍ ନବରଙ୍ଗପୁରରେ ଆପଣ ଯୋଉ ଅଭିଯୋଗ ଆଣୁଛନ୍ତି ସବୁ ନବରଙ୍ଗପୁର ଜିଲ୍ଲାରେ ହେଉଛି, ଏ ନେଇ ଆପଣ କେବେ ମୁଖ୍ୟମନ୍ତ୍ରୀ ଦେଖା କରିବେ କି ମୁଖ୍ୟମନ୍ତ୍ରୀ ଲେଖିକି ଦେଇଛନ୍ତି? ନିହାତି ଭାବରେ ମୁଖ୍ୟମନ୍ତ୍ରୀ ଲେଖି ଦିଆଯାଇଛି। କାହିଁକି GM ପୋର୍ଟାଲରେ ଆପଣ ଟେଣ୍ଡର କରୁନାହାନ୍ତି? କଣ ପାଇଁ ଆପଣ ସେ ହସ୍ତକ୍ଷେପ କରୁନା? ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହେଇକି ବାରମ୍ବାର ପ୍ରେସମିଟ କରୁଛୁ, ଭିଜିଲାନ୍ସରେ ଲିଖିତ ଆକାରରେ ଦେଇଛୁ, ଉଭୟ ତଥ୍ୟ ସହିତ ଦେଇଛୁ, ତଥ୍ୟ ସହିତ ସମସ୍ତ ଜିନିଷ ହସ୍ତାନ୍ତର କରାଯାଇଛି, କିନ୍ତୁ ସରକାର ସମ୍ପୂର୍ଣ୍ଣ ନିରବ। କାରଣ MLA, ସାଂସଦ, ମନ୍ତ୍ରୀ ସମସ୍ତେ ସେଇଠି ଜଡିତ। ଆପଣ ଜାଣିଥିବେ ଛୁଆମାନଙ୍କ ପାଇଁ ପ୍ରତିବର୍ଷ ବା 2 ବର୍ଷରେ ଥରେ ବହୁ ଟଙ୍କା ଯାଏ ସମସ୍ତ ଜିନିଷ କିଣିବା ପାଇଁ, ଚଦର, ବାଲ୍ଟି, ବେଡସିଟ୍, ତାଙ୍କର ଜୋତା, ଡ୍ରେସ୍, ଏ ବହୁତ ଜିନିଷ କିଣିବା, କୋଟି କୋଟି ଟଙ୍କା ଜିନିଷ ଥାଏ। ସେମାନେ ସେ ଭାଗ ବଣ୍ଟାରେ ବ୍ୟସ୍ତ। ଆପଣ ଇନକ୍ୱାରି କରନ୍ତୁ, କିଏ ସପ୍ଲାଏ ନେବ, କୋଉ ଜିନିଷ କୋଉ ଜାଗାରେ ଆସିବ, କିଏ ସେଠି ଇନଭଲ୍ଭ ଅଛନ୍ତି। ଜିଲ୍ଲାରେ 5 ଲକ୍ଷ ବୋଧେ 28,000 ଛାତ୍ରଛାତ୍ରୀ ଅଛନ୍ତି। ଭାବନ୍ତୁ 5 ଲକ୍ଷ ଛାତ୍ରଛାତ୍ରୀଙ୍କୁ, ଗୋଟେ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ 2 ହଳ ଡ୍ରେସ୍ ଦିଆଯାଏ, କେତେ ଟଙ୍କା ହେଲାଣି? 5 ଲକ୍ଷ ନାହାନ୍ତି, 2 ଲକ୍ଷ କେତେ ଅଛନ୍ତି, ତ ପ୍ରତିବର୍ଷ 5 ଲକ୍ଷ ଡ୍ରେସ୍ କିଣାଯାଏ। 2 ଲକ୍ଷ ସମଥିଙ୍ଗ ଅଛନ୍ତି ଆମର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏଇ ଗୋଟେ ବିରାଟ ସ୍କାମ୍, ବିରାଟ ରାକେଟ। ଆପଣ ରାଜ୍ୟରେ ତ କେତେ ଟଙ୍କାର କାରବାର ତାର ସୀମା ନାହିଁ। ନବରଙ୍ଗପୁର ଭଳିଆ ଛୋଟିଆ ଜିଲ୍ଲାରେ ଯେ 5 ଲକ୍ଷ ଡ୍ରେସ୍ କିଣା ହଉଛି ପ୍ରତିବର୍ଷ, ଏଣ୍ଟା ଜିଲ୍ଲାରେ ଏଣ୍ଟା ରାଜ୍ୟରେ କେତେ କିଣା ହଉଥିବ? ତ ଏମାନେ ଏଇ ଭାଗ ବଣ୍ଟାରେ ବ୍ୟସ୍ତ। ୟାକୁ କିପରି ଭାବରେ ନିଜ ଲୋକଙ୍କୁ ଦେଇକି ଅଧିକା ଟଙ୍କା ରୋଜଗାର କରିବେ। ସେଇ ଡ୍ରେସ ର ମୂଲ୍ୟ 250 ଟଙ୍କା କିଣା ଯାଉଛି କଲିକତାରୁ 60 ଟଙ୍କାରେ, ଏବଂ ତାକୁ ଅଣାଯାଇକି ବିଲ୍ କରାଯାଉଛି 250 ଟଙ୍କା। ଆପଣ ଇନକ୍ୱାରି କରନ୍ତୁ, ପାଇଯିବେ। ଆପଣ ମଧ୍ୟ ବିଚଳିତ ହେବେ ଯେ କେମିତି ସିଷ୍ଟମ ରନ୍ କରୁଛି। ଏବଂ ଏଥିରେ ସମସ୍ତେ ଇନଭଲ୍ଭ, ସମସ୍ତେ ଇନଭଲ୍ଭ। ସାର୍ ଆପଣ ଜଣେ ପୂର୍ବତନ ସାଂସଦ ଆଉ ବିଜେଡିର ଜଣେ ବରିଷ୍ଠ ନେତା, ନବରଙ୍ଗପୁର ଜିଲ୍ଲାରେ ବି ଆପଣଙ୍କର କାର୍ତ୍ତି ଅଛି, କିନ୍ତୁ ଜିଲ୍ଲାପାଳ ଅଫିସରେ ସେଦିନ ଯେମିତି ଯୁକ୍ତିତର୍କ ହେଲା, ୟାକୁ ନେଇ ଆପଣ କଣ କହିବେ? ଦରକାର ଥିଲା, ଭୟ ନାହିଁ କାହାକୁ ଏମାନଙ୍କର, ଏମାନେ କାହାକୁ ମାନୁନାହାନ୍ତି। ଭାବୁଛନ୍ତି ସାଂସଦ, ମନ୍ତ୍ରୀ, ନେତାଙ୍କୁ ଖୁସ କରିଦେଲେ ଆମର ଆଉ କେହି କିଛି କରିବାର ନାହିଁ। ପବ୍ଲିକ ପ୍ରତି ଏମାନଙ୍କ ଭୟ ନାହିଁ, ବିରୋଧୀ ଦଳ ପ୍ରତି ଭୟ ନାହିଁ।
ମନ ଇଚ୍ଛା ଏମାନେ ସବୁ କାମ କରୁଛନ୍ତି, ତେଣୁକରି ସେମାନେ ମୋଠାରୁ ସେଭଳିଆ ବ୍ୟବହାର ପାଇଲେ। ଏବଂ ଦେଖନ୍ତୁ ଆପଣ 4 ଦିନ ହେଲା କଲେକ୍ଟର, DWO, WO, DO କେହି ରେଷ୍ଟ ନେଉନାହାନ୍ତି, ସମସ୍ତେ ଖାଲି ସବୁ ହଷ୍ଟେଲ ସ୍କୁଲ ବୁଲୁଛନ୍ତି, ସ୍କୁଲ ଗୁଡାକ ବୁଲୁଛନ୍ତି। ଇଭେନ୍ କୋଉଠି ଲ୍ୟାଟ୍ରିନ୍ ସଫା ହେଇଛି ନା ନାହିଁ, ପାଇଖାନା ସଫା ହେଇଛି ନା ନାହିଁ, ସେଟା ବି ଦେଖିବାକୁ ଯାଉଛନ୍ତି। ଏଣ୍ଟାର ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ। କାହିଁକି ଆଗରୁ ହଉନଥିଲା? କଣ ଆଗରୁ କଣ ସେ ସ୍କୁଲ ନଥିଲା ନା ପିଲା ନଥିଲେ? ଏବେ କାହିଁକି କରୁଛନ୍ତି? 4-5 ଦିନ ରେଷ୍ଟ ନାହିଁ କାହା ପାଖରେ, ରାତି 12ଟାରେ ଯାଇକି ସ୍କୁଲ ପରିଦର୍ଶନ କରୁଛନ୍ତି, ପିଲା ଖାଇଲେ କି ନାହିଁ ଦେଖୁଛନ୍ତି। ଇଏ ତାର ରେପାରକାଶ। ସେମାନେ ସବୁ ଘରେ ବସି ପଡିଥିଲେ ସମସ୍ତେ, କାରଣ ସରକାର ଆକ୍ସନ ମୋଡରେ ନାହିଁ, ବିଜେପି ସରକାର। ତେଣୁକରି ଆମକୁ ଆକ୍ସନ ମୋଡକୁ ଯିବାକୁ ପଡିବ।